ପିଠା ସହିତ ମିଠା ଖାଇବାର ମଜା, ତା ସହିତ ତରକାରୀ, ଆହା କି ଆନନ୍ଦ। ଦୋଳି ଖେଳିବାର ମଜା ଯେଉଁ ରଜରେ ଥାଏ ଆଉ କେଉଁଥିରେ ନଥାଏ। ହାଏ ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ। ଗୋଟେ ଫ୍ରେଶ୍ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତମ। ହ୍ୟାପି ରଜ ଟୁ ଅଲ୍ ମାଇ ଡିୟର୍ ଫ୍ରେଣ୍ଡସ୍। ଦେଖନ୍ତୁ ସାଙ୍ଗମାନେ, ମୁଁ ରଜରେ ସଜ ହେଇଛି, କେମିତି ଦେଖାଉଛି ନିଶ୍ଚିତ କହିବେ। ଏଇଟା ମୋର ପୂର୍ବରୁ ନୂଆ ଶାଢ଼ୀଟା ଥିଲା, ପିନ୍ଧା ହେଇନଥିଲା, ଏଇଟା ରଜରେ ପିନ୍ଧାଗଲା। ତ ଯେହେତୁ ଆଜି ପହିଲି ରଜ, ପୂର୍ବ ଭିଡ଼ିଓରେ ଦେଖେଇଥିଲି ସଜବାଜରେ ମୁଁ ବିରି ଅରୁଆ ଚାଉଳ ସବୁ ଆଣ ତିଆରି କରିଦେଇକି ରଖିଦେଇଥିଲି। ତ ସକାଳୁ ସକାଳୁ ମୁଁ କଢ଼େଇ ବସେଇକି ସେଠି ବିରି ଅରୁଆ ଚାଉଳ ପୋଡ଼ ପିଠା କରିଦେଇଛି। ଦେଖନ୍ତୁ କେତେ ସୁନ୍ଦର ୟମି ଦେଖାଉଛି ନା। ଲୋଭ ହେଉଛି ନା ଖାଇବା ପାଇଁ, ମୋତେ ବି ବହୁତ ଲୋଭ ହେଉଛି, ତ ଆଗକୁ ଖାଇବା ନିଶ୍ଚିତ। ତ ଏଇଟା ଆମର ପୋଡ଼ ପିଠା ରେଡ଼ି ହେଇଗଲା, ବିରି ଚାଉଳ ପିଠା। ତା ସହିତ ହେଉଛି ଇଟିଲି ଛାଞ୍ଚରେ ମୁଁ ଇଟିଲି ପିଠା କରିଛି ନଡ଼ିଆ ପୁର ଦେଇକି, ଆଉ କିଛି ସାଧା ଇଟିଲି ବି କରିଛି। ତ এই ଦୁଇ ପ୍ରକାର ପିଠା ରେଡ଼ି ହେଇଯାଇଛି। ତା ସହିତ ମଟର ତରକାରୀ, ଆଉ ହେଉଛି ଇଟିଲି ପିଠା, ବିରି ଚାଉଳ ପିଠା, ଆଉ ଘି ପିଠା ମାର୍କେଟରୁ ଆସିଥିଲା। ତା ସହିତ ଆମ୍ବ, କଦଳୀ, ମିଠା, ଏତିକି ରେଡ଼ି ହେଇଗଲା ପହିଲି ରଜ ପାଇଁ। ତ ସମସ୍ତଙ୍କୁ ଦେଇସାରି ମୁଁ ଆଣି ଖାଇବା ପାଇଁ ବସି ଯାଇଥିଲି। ତ ଚାଲନ୍ତୁ ଖାଇଦେବା, କେମିତି ଖାଇକି ଟେଷ୍ଟ କରିବା କେମିତି ହେଇଛି। ଓଫ୍, ବହୁତ ଟେଷ୍ଟି ହେଇଛି। ଇଟିଲି ବହୁତ ମଜା ଆସିଲା, ସଫ୍ଟ ହେଇଛି। ଯାହା ବି ହଉ ବହୁତ ଭଲ ହେଇଛି। ସକାଳୁ ଆଜି ବନେଇଛି ମୁଁ, ସବୁ ନିଜେ ରେଡ଼ି କରିଛି। ତ ଖାଇବାଟା ଆଜି ଟେଷ୍ଟି ହେଇଗଲା। କେଉଁମାନେ ସବୁ କ'ଣ ଖାଇଛନ୍ତି ରଜରେ କମେଣ୍ଟରେ ନିଶ୍ଚିତ କହିବେ। ରଜରେ କେତେ ଦୋଳି ଖେଳିଛନ୍ତି, କେତେ ମଜା କରିଛନ୍ତି ସେଇଟା ବି କହିବେ। ତାପରେ ଖାଇବା ପିଇବା ସରିଗଲା, ଚାଲ ଟିକେ ଦୋଳି ଆଡ଼େ ବୁଲି ଆସିବା। କାହିଁକିନା ଦୋଳି ନ ଖେଳିଲେ ରଜରେ କ'ଣ ମଜା ଆସିବ ନା, ରଜ କମ୍ପ୍ଲିଟ୍ ହେବ। ତ ପହିଲି ରଜ ଯେହେତୁ ଷ୍ଟାର୍ଟ ହେଲା ରଜ ଆମର, ଦେଖନ୍ତୁ ଏଇଠି ଆମର ଦୋଳି ପ୍ରସ୍ତୁତ ହେଇଯାଇଛି। ପୂର୍ବ ଭିଡ଼ିଓ ସଜବାଜରେ ଦେଖେଇଥିଲି, ଆମର ପ୍ରିପାରେସନ୍ ବାପା ବୋଉ କରୁଥିଲେ ଝିଅ ପାଇଁ। ତା ସହିତ ମୁଁ କହିଲି ଆମେ ବି ଝୁଲିବୁ, ସେଥିପାଇଁ ପୁରା ସମସ୍ତ ପାଇଁ ହେଇଛି। ତ ମୁଁ ସେଥିପାଇଁ ଯାଇକି ରେଡ଼ି ହେଇକି ଖାଇ ପିଇ ଦେଇକି ଟିକେ ବସିଗଲି ଦୋଳିରେ। ତ ଦୋଳିରେ ବସିକି ଟିକେ ଝୁଲାଝୁଲି କଲୁ, ଫଟୋ ଉଠା ହେଲା, ଭିଡ଼ିଓ ହେଲା, ମଜା ଆସିଗଲା। ଯାହା ବି ହଉ, ଖରା ବି ବହୁତ ଜୋରରେ ଥିଲା, କିନ୍ତୁ ରଜ ଯେହେତୁ ମନ ତ ଖାଲି ଗାର୍ଡ଼େନ୍ ବୁଲାବୁଲି, ମାନେ ଖୁସି। ଆଉ ସବୁ ଝିଅ ବୋଉମାନଙ୍କର ବହୁତ ଖୁସି, ପୁଅମାନେ ବି ଏନ୍ଜୟ କରନ୍ତି। ତ ଯେହେତୁ ଟିକେ ଦୋଳିରେ ଝୁଲାଝୁଲି ଚାଲିଛି, ତାପରେ ଝୁଲାଝୁଲି କମ୍ପ୍ଲିଟ୍ କରିକି ରୋଷେଇବାସ ଆଜି ଲଞ୍ଚ ପାଇଁ କରିଥିଲି ସଜ ପଖାଳ, ମାଛ ଭଜା, ମାଛ ଆଜି ଯେହେତୁ ଶୁକ୍ରବାର ଥିଲା, ମାଛ ଭଜା। ତା ସହିତ ହେଉଛି ପୋଟଳ ଆଳୁ ଭଜା କରିଥିଲି, ଆମ୍ବ, ଏତିକି ଲଗା ହେଇକି ଆଜି ସଜ ପଖାଳ ସହିତ ଦ୍ୱିପହରେ ଖିଆଗଲା। ତ ବାପା ବୋଉ ସେପଟେ ଖାଇସାରିଲେଣି, ଏପଟେ ତାଙ୍କ ପାଇଁ ମୋ ପାଇଁ ବାଡ଼ିକି ନେଇକି ଆସିଛି। ତ ସିଏ ମୁଁ ବସିକି ଖାଇବା ପାଇଁ ଥୋଇ ଦେଇଛି। ତ ଏବେ ଖାଇବା ଷ୍ଟାର୍ଟ କରିଦେବା। ଏତିକି ଟାଇମ୍ ଆସିକି 3ଟା ପାଖାପାଖି ହେଲାଣି। ଝିଅକୁ ଖାଇ ସାରିକି ଲେଟ୍ରେ, ଯେହେତୁ ସକାଳ ଖାଇବା ଖାଇଥିଲି, ତ ଦ୍ୱିପହର ଖାଇବା ବି ଆଜି ଲେଟ୍ କରାହେଲା। ଆଉ କେଉଁମାନେ କ'ଣ କେମିତି ରଜ ସେଲିବ୍ରେଟ୍ କରିଛନ୍ତି କମେଣ୍ଟରେ କହିବେ। ତ ମୋ ଖାଇବା ଚାଲିଛି, ସେପଟେ ତାଙ୍କ ସହିତ କଥାବାର୍ତ୍ତା ବି ଚାଲିଛି। କୁହନ୍ତି ରଜରେ ପୁରା କୋହଳା ପାଗ କରେ, କିନ୍ତୁ କୋହଳା ପାଗ ନୁହେଁ, ଆଜି ପୁରା ଖରା ହେଇଛି ଜୋରେ। ଅଲଗା ଆଡ଼େ ବର୍ଷା ହେଇଛି, କିନ୍ତୁ ଆମ ଆଡ଼େ ଖରା ଜୋରେ। ସେଇଥିରେ ବି ଆଜି ଦିନସାରା ମୁଁ ଶାଢ଼ୀ ପିନ୍ଧିକି ରହିଛି, କାରଣ ବହୁତ ଇଚ୍ଛା ଥିଲା, ବହୁତ ଦିନ ହେଲା ଶାଢ଼ୀ ପିନ୍ଧିନଥିଲି। ତ ସେଥିପାଇଁ ଆଜି ଶାଢ଼ୀ ପିନ୍ଧିକି ରହିଛି। ଖାଲି ଘରୁ ବାହାର ହେଉଛି ଆଉ। ଦୋଳି ପାଖରୁ ଘରକୁ, ଘର ପାଖରୁ ଦୋଳି। ଦେଖନ୍ତୁ ତା ବାବା ପାଖରେ ଝିଅ ତାର ଖେଳୁଛି। ଦ୍ୱିପହରେ ଝିଅର ଏଇଟା ହେଇଥିଲା ପ୍ରଥମେ ତାର ତ 4-5ଟା ଡ୍ରେସ୍ ହେଇଛି, ଏଇଟା ସେ ପିନ୍ଧିଥିଲା ଆଜି ପହିଲି ରଜରେ। ତା ବାବା ସାଙ୍ଗରେ ବସିକି ଖେଳୁଛି, ଭାରି ଦୁଷ୍ଟ। ଜମା ଖାଇବନି, ଖାଲି ବୁଲିବ ଆଉ ଖେଳିବ। ଦେଖନ୍ତୁ ମଜା କରୁଛୁ କେମିତି ବାବା ସହିତ। ଖାଲି କହିବ ପାଣି ପିଇବି, ଯେଉଁ ବୋଟଲ ଥଣ୍ଡା ଗରମ ପାଣି ଯାହା ଥିବ ପିଇଦେବ। ସିଏ ଫୁଟା ପାଣି ପିଉଛି, କିନ୍ତୁ ଥଣ୍ଡା ପାଣି ଯେତେବେଳେ ବି ପାଉଛି ପିଇ ଦେଉଛି। ଦେଖନ୍ତୁ ତା ପାଣି ପିଇବା ଷ୍ଟାଇଲ୍। ତାପରେ ଆମ କାମ ସାରିକି 4ଟା ବେଳେ ମୋର ରେଡ଼ି ହେଇଯାଇଛି। ଦେଖନ୍ତୁ ସନ୍ଧ୍ୟାବେଳେ ଯାଇଥିଲି, 4ଟା ବେଳେ ଯାଇଥିଲି ମାର୍କେଟ। ତ ନେଇକି ଆସିଛନ୍ତି ପାନ, ରଜ ପାନ ତ ସ୍ପେଶାଲ୍। ତା ସହିତ କହିଥିଲି ଗୁପଚୁପ୍ ନେଇକି ଆସିଛନ୍ତି। ତ କୋଲ୍ଡ ଡ୍ରିଙ୍କସ୍ ଥିଲା, ମୁଁ କହିଲି ସନ୍ଧ୍ୟାବେଳେ ଟିକେ ଆଜି ଖାଇଦେବା। ତ ସାଙ୍ଗ ହେଇକି ବସିଗଲୁ ଆଣିକି ଖାଇବା ପାଇଁ। ତ ଗୁପଚୁପ୍ ଟିକେ ଖାଇକି ପହିଲି ରଜର ମଜା ଦିଆଗଲା। ତ ମୁଁ ଖାଇଲି, ସିଏ ବି ସେପଟେ ଖାଉଛନ୍ତି। ତା ସହିତ କଥାବାର୍ତ୍ତା ବି ଚାଲିଛି ଆଉ। ଆଉ ଗୁପଚୁପ୍ ଖିଆ ହେଲା, ତା ସହିତ କୋଲ୍ଡ ଡ୍ରିଙ୍କସ୍ ବି ପିଆ ଚାଲିଛି। ତାପରେ ଖିଆ ପିଆ ସରିଲା ପରେ ସେପଟେ ଟିକେ ପାନ ଖିଆଯିବ। ସେ ତାଙ୍କର ଖାଉଛନ୍ତି ବସିକି, ହେଲେ ହଉ 2 ଜଣ ସାଙ୍ଗ ହେଇକି ଖାଇଦେବା ଆଉ। ତାଙ୍କର ଆଜି ପୁରା ଛୁଟି, ଘରେ ଆଜି ଅଛନ୍ତି ପୁରା। ଏପଟେ ଝିଅ ଦେଖନ୍ତୁ କି ମଜା କରୁଛି, ବସିଛି ପାନ ଦେଖିକି ସେ ବସିଛି ଧଣିଆ ଖାଇବା ପାଇଁ। ତ ସେ ତ ଖାଇବନି କିଛି ଜିନିଷ, ଧଣିଆ ଖାଇବ ବସିକି, ସେଥିପାଇଁ ବସିଛି। ସେ ତାଙ୍କର ଖାଇକି ଫୋନ୍ରେ କଥା ହେଲେଣି। ଚାଲନ୍ତୁ ସେପଟେ ଦେଖିବା କ'ଣ ହେଉଛି। ଏପଟେ ଦେଖନ୍ତୁ, ଏଇଟା ପୂର୍ବ ରାତିର ଭିଡ଼ିଓ, ମାନେ ହେଉଛି ସଜବାଜର ଭିଡ଼ିଓ। ମୁଁ ଏଇଟା
अपलोड कर पूर्व वीडियो रे। तो देखो ता बाबा का भारी इच्छा अच्छी झील गेले झील तो से सज कर दौरान मेहंदी लगे दौरान पूर्व राति सहित मत भी लगे देते जहाँ दीर्घ 4 वर्ष पर फास्ट टाइम मत मेहंदी लगे से मत बहुत खुशी लगे ये सब सीना लगे दिंते मत तो मेहंदी मेहंदी आसेनि जहाँ से लगे ये मो ब्लॉग सारूँ भल लगे लाइक शेयर कमेंट निश्चित करेंगे जदि भी मो चैनल नुआ थे प्लस सब्सक्राइब करेंगे ये आगे को नुआ नुआ वीडियो देखिए से रुहतु जय जगन्नाथ।